ରୁତ ଏକ ପର୍ବ। ବିଚାର କର୍ତ୍ତୃଗଣ ବିଚାର କରିବା କାଳେ ଏକ ସମୟରେ ଦେଶରେ ଦୁର୍ଭିକ୍ଷ ପଡ଼ିଲା। ତହିଁରେ ବେଥଲେହେମ୍ ଜିହୁଦାର ଜଣେ ଲୋକ ଆପଣା ଭାର୍ଯ୍ୟା ଓ ଦୁଇ ପୁତ୍ର ଘେନି ମୋଆବ ଦେଶରେ ପ୍ରବେଶ କରିବାକୁ ଗଲା। ସେ ଲୋକର ନାମ ଏଲିମେଲକ ଓ ତାହାର ଭାର୍ଯ୍ୟାର ନାମ ନୟମୀ। ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲିଓନ। ଏମାନେ ବେଥଲେହେମ୍ ଜିହୁଦାର ଏଫ୍ରାଥୀୟ ଲୋକ। ପୁଣି ଏମାନେ ମୋଆବ ଦେଶକୁ ଆସି ସେଠାରେ ରହିଲେ। ଏଉତାରୁ ନୟମୀର ସ୍ୱାମୀ ଏଲିମେଲକର ମୃତ୍ୟୁ ହୁଅନ୍ତେ ସେ ଓ ତାହାର ଦୁଇ ପୁତ୍ର ଅବଶିଷ୍ଟ ରହିଲେ। ଏହି ପୁତ୍ରମାନେ ମୋଆବ ଦେଶିଆ ସ୍ତ୍ରୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ଗ୍ରହଣ କଲେ। ଜଣଙ୍କର ଭାର୍ଯ୍ୟାର ନାମ ଅର୍ପା, ଆନର ନାମ ରୁତ। ପୁଣି ସେମାନେ ଉଣାଧିକ 10 ବର୍ଷ ଯାଏ ସେଠାରେ ବାସ କଲେ। ତ ମହଲୋନ ଓ କିଲିଓନ ଦୁଇ ଜଣଙ୍କ ମୃତ୍ୟୁ ହୁଅନ୍ତେ ସେ ସ୍ତ୍ରୀ ଦୁଇ ପୁତ୍ର ଓ ସ୍ୱାମୀ ବିହୀନା ହୋଇ ରହିଲା। ଅନନ୍ତର ସେ ସ୍ତ୍ରୀ ଆପଣା ପୁତ୍ର ବଧୂମାନଙ୍କୁ ଘେନି ମୋଆବ ଦେଶରୁ ପ୍ରସ୍ଥାନ କରିବା ପାଇଁ ଉଠିଲା। ଯେହେତୁ ସଦାପ୍ରଭୁ ଯେ ଆପଣା ଲୋକମାନଙ୍କର ତତ୍ତ୍ୱାବଧାରଣ କରି ଆହାର ଦେଇଅଛନ୍ତି, ଏହି କଥା ସେ ସ୍ତ୍ରୀ ମୋଆବ ଦେଶରେ ଥାଇ ଶୁଣିଲା। ଏଣୁ ଆପଣା ବାସସ୍ଥାନ ଛାଡ଼ି ସେ ଓ ତାହା ସହିତ ତାହାର ଦୁଇ ପୁତ୍ରବଧୂ ଜିହୁଦା ଦେଶକୁ ଫେରିଯିବା ପାଇଁ ପଥରେ ଗମନ କଲେ। ଏଥିରେ ନୟମୀ ଆପଣା ଦୁଇ ପୁତ୍ରବଧୂଙ୍କୁ କହିଲା, ତୁମେମାନେ ଆପଣା ଆପଣା ମାତାର ଗୃହକୁ ଫେରିଯାଅ। ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମେମାନେ ଯେ ରୂପେ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ତଦ୍ରୂପ ଦୟା କରନ୍ତୁ। ତୁମେ ଦୁଇ ଜଣ ଆପଣା ଆପଣା ସ୍ୱାମୀ ଗୃହରେ ଯେପରି ଆଶ୍ରୟ ପାଅ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଏପରି କୃପା କରନ୍ତୁ। ଅନନ୍ତର ସେ ସେମାନଙ୍କୁ ଚୁମ୍ବନ କଲା। ତହିଁରେ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ସେମାନେ ତାହାଙ୍କୁ କହିଲେ, ନା, ଆମ୍ଭେମାନେ ତୁମ୍ଭ ସଙ୍ଗରେ ତୁମ୍ଭ ଲୋକମାନଙ୍କ ନିକଟକୁ ଫେରିଯିବା। ନୟମୀ ଉତ୍ତର କଲା, ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଆମ୍ଭ ସଙ୍ଗରେ କାହିଁକି ଯିବ? ତୁମ୍ଭମାନଙ୍କ ସ୍ୱାମୀ ହେବା ପାଇଁ ଏବେ ହେଁ କି ଆମ୍ଭ ଗର୍ଭରେ ପୁତ୍ର ଅଛି? ହେ ଆମ୍ଭର କନ୍ୟାମାନେ, ଫେରିଯାଅ, ଯେହେତୁ ମୁଁ ବୃଦ୍ଧା, ପୁନର୍ବାର ବିବାହ କରି ନ ପାରେ, ଆଉ ମୋହର ଭରସା ଅଛି। ଏହା ବୋଲି ଯଦ୍ୟପି ଆଜି ରାତ୍ରିରେ ସ୍ୱାମୀ ଗ୍ରହଣ କରେ ଓ ସନ୍ତାନ ମଧ୍ୟ ପ୍ରସବ କରେ, ତେବେ ତୁମେମାନେ କି ସେମାନଙ୍କର ବୟପ୍ରାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବ? ତୁମେମାନେ କି ଏଥି ନିମନ୍ତେ ଆନ ସ୍ୱାମୀ ଗ୍ରହଣ କରିବାରୁ ନିବୃତ୍ତ ହେବ? ନା, ହେ ମୋହର କନ୍ୟାମାନେ, କାରଣ ତୁମ୍ଭମାନଙ୍କ ହେତୁରୁ ମୋହର ଦୁଃଖ ଅତିଶୟ ହୋଇଅଛି, କାରଣ ସଦାପ୍ରଭୁଙ୍କ ହସ୍ତ ମୋ ବିରୁଦ୍ଧରେ ନିର୍ଗତ ହୋଇଅଛି। ଏଥିରେ ସେମାନେ ପୁନର୍ବାର ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଅର୍ପା ଆପଣା ଶାଶୁକୁ ଚୁମ୍ବନ କଲା, ମାତ୍ର ରୁତ ତାକୁ ଧରି ରହିଲା। ସେ କହିଲା, ଦେଖ, ତୁମ୍ଭର ଯା ଆପଣା ଲୋକମାନଙ୍କ ଓ ଆପଣା ଦେବତା ନିକଟକୁ ଫେରିଗଲା। ତୁମ୍ଭେ ଆପଣା ଯା ପଛେ ପଛେ ଫେରିଯାଅ। ରୁତ କହିଲା, ତୁମକୁ ତ୍ୟାଗ କରି ତୁମର ପଶ୍ଚାତଗମନ କରିବାରୁ ଫେରିଯିବାକୁ ମୋତେ ବିନୟ ନ କର। ଯେହେତୁ ତୁମେ ଯେଉଁଠାକୁ ଯିବ, ମୁଁ ମଧ୍ୟ ସେଇଠାକୁ ଯିବି। ତୁମେ ଯେଉଁଠାରେ ରହିବ, ମୁଁ ମଧ୍ୟ ସେଇଠାରେ ରହିବି। ତୁମ୍ଭର ଲୋକ ହିଁ ମୋହର ଲୋକ ଓ ତୁମ୍ଭର ପରମେଶ୍ୱର ହିଁ ମୋହର ପରମେଶ୍ୱର ହେବେ। ତୁମେ ଯେଉଁଠାରେ ମରିବ, ମୁଁ ମଧ୍ୟ ସେଇଠାରେ ମରିବି ଓ ସେଇଠାରେ ମୋହର କବର ହେବ। କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ। ଏ ରୂପେ ତାହା ସହିତ ଯିବା ପାଇଁ ରୁତ ଦୃଢ଼ ମନସ୍କ ଅଟେ। ଏହା ଦେଖି ସେ ତାହାକୁ କଥା କହିବାକୁ କ୍ଷାନ୍ତ ହେଲା। ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲେହେମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲେହେମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗରଯାକ ଜନରବ ହୁଅନ୍ତେ ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ? ତେଣୁ ସେ ସେମାନଙ୍କୁ ଡାକିଲା, ମୋତେ ନୟମୀ ମଧୁର ବୋଲି ନ ଡାକ, ପୁଣି ମାରା ତିକ୍ତ ବୋଲି ଡାକ, ଯେହେତୁ ସର୍ବଶକ୍ତିମାନ ମୋ ପ୍ରତି ଅତି ତିକ୍ତ ବ୍ୟବହାର କରିଅଛନ୍ତି। ମୁଁ ପରିପୂର୍ଣ୍ଣ ହୋଇ ଯାତ୍ରା କରିଥିଲି, ମାତ୍ର ସଦାପ୍ରଭୁ ମୋତେ ଶୂନ୍ୟ କରି ଫେରାଇ ଆଣିଛନ୍ତି। ସଦାପ୍ରଭୁ ଯେବେ ମୋ ପ୍ରତିକୂଳରେ ପ୍ରମାଣ ଦେଇଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇଅଛନ୍ତି, ତେବେ ମୋତେ ନୟମୀ ବୋଲି କାହିଁକି ଡାକୁଅଛ? ଏହି ରୂପେ ନୟମୀ ଓ ମୋଆବ ଦେଶରୁ ଆଗତା ତାହାର ପୁତ୍ରବଧୂ ସେ ମୋଆବ ଦେଶିଆ ରୁତ ଫେରି ଆସିଲେ। ସେମାନେ ଯବ ଶସ୍ୟ ଛେଦନର ଆରମ୍ଭ ସମୟରେ ବେଥଲେହେମରେ ଉପସ୍ଥିତ ହେଲେ। ରୁତ ଦୁଇ ପର୍ବ। ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୋୟଜ
ନାମରେ ଏକ ଜଣ ମହାବିକ୍ରମଶାଳୀ ଜ୍ଞାତି ଥିଲା। ତ ମୋୟାବ ଦେଶିଆ ରୁତ ନୟମିକି କହିଲା, ମୋ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି ତାହାର ପଶ୍ଚାତ୍ ପଶ୍ଚାତ୍ ଶସ୍ୟ ସିସା ସାଉଁଟିବି। ତହିଁରେ ସେ ତାହାକୁ କହିଲା, ଆଗୋ ଆମ୍ଭର କନ୍ୟା ଯାଅ। ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟ ଛେଦକମାନଙ୍କର ପଶ୍ଚାତ୍ ପଶ୍ଚାତ୍ ରାଁ କରିବାକୁ ଲାଗିଲା। ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଞ୍ଚିଲା। ଆଉ ଦେଖ, ବୋୟଜ ବୈଥଲେମଠାରୁ ଆସି ଶସ୍ୟ ଛେଦକମାନଙ୍କୁ କହିଲା, ସଦାପ୍ରଭୁ ତୁମମାନଙ୍କ ସହିତ ଥାଆନ୍ତୁ। ସେମାନେ ଉତ୍ତର କଲେ, ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ବୋୟଜ ଶସ୍ୟ ଛେଦକମାନଙ୍କ ଉପରେ ନିଯୁକ୍ତ ଆପଣା ଯୁବାକୁ ପଚାରିଲା, ଏହି ଯୁବତୀଟି କାହାର? ତହିଁରେ ଶସ୍ୟ ଛେଦକମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, ଯେଉଁ ମୋୟାବ ଦେଶିଆ ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି ସେ ଏହି। ଆଉ ସେ ମୋତେ କହିଲା, ମୁଁ ବିନତି କରୁଅଛି, ଶସ୍ୟ ଛେଦକମାନଙ୍କର ପଶ୍ଚାତ୍ ପଶ୍ଚାତ୍ ବିଡ଼ାର ମଧ୍ୟେ ମଧ୍ୟେ ରାଁ କରିବାକୁ ମୋତେ ଦିଅ। ଏଣୁ ସେ ଆସି ପ୍ରାତଃକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି। କେବଳ ଅଳ୍ପ କାଳ ସେ ଗୃହରେ ବସି ରହିଥିଲା। ତହିଁରେ ବୋୟଜ ରୁତକୁ କହିଲା, ଆଗ ମୋହର କନ୍ୟା, ମୋହର କଥା କି ଶୁଣୁନାହଁ? ତୁମେ ରାଁ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ। ଶସ୍ୟ ଛେଦକମାନେ ଯେଉଁ କ୍ଷେତ୍ରରେ ଶସ୍ୟ କାଟିବେ ତାହା ପ୍ରତି ଦୃଷ୍ଟି ରଖି ତୁମେ ଦାସୀଗଣର ପଶ୍ଚାତ୍ ଯାଅ। ତୁମକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରିନାହିଁ। ଆଉ ତୁମେ ତୃଷିତ ହେଲେ ପାତ୍ର ନିକଟରୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର। ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି। ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି? ବୋୟଜ ତାହାକୁ ଉତ୍ତର ଦେଇ କହିଲା, ତୁମ୍ଭ ସ୍ୱାମୀର ମୃତ୍ୟୁ ଉତ୍ତାରେ ତୁମେ ଆପଣା ଶାଶୁ ପ୍ରତି ଯେ ରୂପେ ବ୍ୟବହାର କରିଅଛ, ପୁଣି ଆପଣା ପିତା ଓ ଆପଣା ମାତା ଓ ଆପଣା ଜନ୍ମଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି। ସଦାପ୍ରଭୁ ତୁମ୍ଭର କର୍ମର ଫଳ ଦିଅନ୍ତୁ। ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କ ପକ୍ଷ ତଳେ ତୁମେ ଆଶ୍ରୟ ନେବାକୁ ଆସିଅଛ, ସେ ତୁମକୁ ସମ୍ପୂର୍ଣ୍ଣ ପୁରସ୍କାର ଦିଅନ୍ତୁ। ଏଥିରେ ସେ କହିଲା, ହେ ମୋର ପ୍ରଭୁ, ଆପଣଙ୍କ ଦୃଷ୍ଟିରେ ମୁଁ ଅନୁଗ୍ରହ ପାଏ। ଆପଣ ମୋତେ ସାନ୍ତ୍ୱନା କଲେ, ପୁଣି ଆପଣଙ୍କ ଏହି ଦାସୀ ପ୍ରତି ଚିତ୍ତ ପ୍ରବୋଧକ କଥା କହିଲେ। ମୁଁ ତ ଆପଣଙ୍କର ଏକ ଦାସୀ ତୁଲ୍ୟ ନୁହେଁ। ଭୋଜନ ସମୟରେ ବୋୟଜ ତାହାକୁ କହିଲା, ତୁମ୍ଭେ ଏଠାକୁ ଆସି ରୋଟି ଭୋଜନ କର ଓ ଆପଣା ରୋଟି ଖଣ୍ଡ ଅମ୍ଳ ରସରେ ବୁଡ଼ାଅ। ତହିଁରେ ସେ ଶସ୍ୟ ଛେଦନକାରୀମାନଙ୍କ ନିକଟରେ ବସିଲା। ପୁଣି ବୋୟଜ ତାହାକୁ ଭଜା ଶସ୍ୟ ଆଣିଦେଲା। ତହିଁରେ ସେ ଭୋଜନ କରି ତୃପ୍ତ ହେଲା ଓ କିଛି ଅବଶିଷ୍ଟ ରଖିଲା। ତହୁଁ ସେ ରାଁ କରିବାକୁ ଉଠନ୍ତେ ବୋୟଜ ତାହାର ଯୁବାଗଣକୁ ଆଜ୍ଞା ଦେଇ କହିଲା, ଏହାକୁ ବିଡ଼ା ମଧ୍ୟରେ ସୁଦ୍ଧା ସାଉଁଟିବାକୁ ଦିଅ, ପୁଣି ତାହାକୁ ଲଜ୍ଜା ଦିଅ ନାହିଁ। ପୁଣି ଏହା ପାଇଁ ବିଡ଼ାରୁ କିଛି କିଛି ପକାଇ ଯାଅ। ସେ ତା ସାଉଁଟୁ, ଆଉ ତାହାକୁ ଧମକାଅ ନାହିଁ। ତହିଁରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି କ୍ଷେତ୍ରରେ ରାଁ କଲା। ପୁଣି ଆପଣା ସାଉଁଟିଲା ଶସ୍ୟ ମଳନ୍ତେ ଉଣାଧିକ 1 ଏଫା ଯବ ହେଲା। ଅନନ୍ତର ସେ ତାହା ନେଇ ନଗରକୁ ଗଲା। ଆଉ ସେ ଯାହା ସାଉଁଟିଥିଲା ତାହା ତାର ଶାଶୁ ଦେଖିଲା ଓ ମଧ୍ୟ ଭୋଜନ ସମୟରେ ତୃପ୍ତ ହେଲା ଉତ୍ତାରେ ଯାହା ଅବଶିଷ୍ଟ ରଖିଥିଲା ତାହା ବାହାର କରି ତାହାକୁ ଦେଲା। ତେଣୁ ତାହାର ଶାଶୁ ତାହାକୁ ପଚାରିଲା, ତୁମେ ଆଜି କେଉଁଠାରେ ରାଁ କଲ ଓ କେଉଁଠାରେ କର୍ମ କଲ? ଯେ ତୁମର ପରିଚୟ ନେଲା ସେ ଧନ୍ୟ ହେଉ। ତେଣୁ ସେ ଯାହା ପାଖରେ କର୍ମ କରିଥିଲା ତାହା ଶାଶୁକୁ ଜଣାଇ କହିଲା, ଯାହା ପାଖରେ ଆଜି କର୍ମ କଲି ତାହାର ନାମ ବୋୟଜ। ଏଥିରେ ନୟମୀ ଆପଣା ପୁତ୍ରବଧୂକୁ କହିଲା ଯେ ଜୀବିତ ଓ ମୃତ ଲୋକମାନଙ୍କ ପ୍ରତି ଅନୁଗ୍ରହ ନିବୃତ୍ତ କରିନାହାନ୍ତି, ସେହି ସଦାପ୍ରଭୁଙ୍କଠାରୁ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ନୟମୀ ଆହୁରି କହିଲା, ସେ ଜଣ ଆମ୍ଭମାନଙ୍କର ନିକଟ କୁଟୁମ୍ବ, ଆମ୍ଭମାନଙ୍କର ମୁକ୍ତିକର୍ତ୍ତା, ଜ୍ଞାତିମାନଙ୍କ ମଧ୍ୟରେ ଜଣେ ଅଟଇ। ମୋୟାବ ଦେଶିଆ ରୁତ କହିଲା, ସେ ମୋତେ ଆହୁରି କହିଲେ, ମୋର ସବୁ ଶସ୍ୟ ଛେଦନ ସମାପ୍ତ ନ ହେବା ପର୍ଯ୍ୟନ୍ତ ତୁମେ ମୋ ଯୁବାମାନଙ୍କ ସଙ୍ଗରେ ଥାଅ। ତହିଁରେ ନୟମୀ ଆପଣା ପୁତ୍ରବଧୂ ରୁତକୁ କହିଲା, ଆଗ ମୋହର କନ୍ୟା, ତୁମ୍ଭେ ତାହାର ଦାସୀଗଣ ସଙ୍ଗରେ ଗଲେ ଭଲ। ତା ନହେଲେ ଅନ୍ୟ କୌଣସି କ୍ଷେତ୍ରରେ କେହି ତୁମର ଅପମାନ କରିବ ନାହିଁ। ଏଣୁ ଯବ ଓ ଗହମ ଶସ୍ୟ ଛେଦନ ସମାପ୍ତି ପର୍ଯ୍ୟନ୍ତ ସେ ରାଁ କରିବା ପାଇଁ ବୋୟଜର ଦାସୀଗଣ ସଙ୍ଗରେ ରହିଲା। ପୁଣି ଆପଣା ଶାଶୁ ସହିତ ବାସ କଲା। ରୁତ 3 ପର୍ବ।
ଏଥି ଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲା, ଯହିଁରେ ତୁମର ମଙ୍ଗଳ ହେବ, ଏପରି ଆଶ୍ରୟ ସ୍ଥାନ ମୁଁ କି ତୁମ ପାଇଁ ଚେଷ୍ଟା କରିବି ନାହିଁ? ତୁମେ ଯେଉଁ ବୟୋଜନ ଦାସୀଗଣ ସଙ୍ଗରେ ଥିଲ, ସେ କି ଆମ୍ଭମାନଙ୍କର ଜ୍ଞାତି ନୁହେଁ? ଦେଖ, ସେ ଆଜି ରାତ୍ରି ଆପଣା ଖଳାରେ ଯବ ଝାଡ଼ିବାକୁ ଉଦ୍ୟତ ଅଛି। ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ଆପଣା ଉତ୍ତମ ବସ୍ତ୍ର ପରିଧାନ କରି ସେ ଖଳାକୁ ଯାଅ। ମାତ୍ର ସେ ମନୁଷ୍ୟ ଭୋଜନପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ଆପଣା ପରିଚୟ ଦିଅ ନାହିଁ। ସେ ଯେତେବେଳେ ଶୟନ କରିବ, ସେତେବେଳେ ତୁମେ ତାହାର ଶୟନ ସ୍ଥାନ ଦେଖି ନିର୍ଣ୍ଣୟ କର। ତେଣୁ ସେଠାକୁ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କର। ତହିଁରେ ତୁମ୍ଭକୁ କଣ କରିବାକୁ ହେବ, ତାହା ସେ ଜଣାଇବ। ସେ ଉତ୍ତର କଲା, ତୁମେ ଯାହା କହୁଅଛ ସେ ସମସ୍ତ ମୁଁ କରିବି। ଏଣୁ ସେ ସେହି ଖଳାକୁ ଯାଇ ଆପଣା ଶାଶୁର ଆଦେଶ ଅନୁସାରେ ସମସ୍ତ କର୍ମ କଲା। ପୁଣି ଭୋଜନପାନ ସାରି ବୟୋଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଶସ୍ୟ ରାଶିର ଏକ ପ୍ରାନ୍ତ ଭାଗରେ ଶୟନ କରିବାକୁ ଗଲା। ତହିଁରେ ଋତ ଧୀରେ ଧୀରେ ଯାଇ ତାହାର ଚରଣ ସମୀପସ୍ଥ ସ୍ଥାନ ଅନାବୃତ କରି ଶୟନ କଲା। ତ ମଧ୍ୟରାତ୍ରି ସମୟରେ ସେ ପୁରୁଷ ଚମତ୍କୃତ ହୋଇ ଉଠି ଅନାଇଲା, ଆଉ ଦେଖ, ତାହାର ପାଦ ନିକଟରେ ଜଣେ ସ୍ତ୍ରୀ ଶୟନ କରିଅଛି। ତହିଁରେ ସେ ପଚାରିଲା, ତୁମ୍ଭେ କିଏ? ସେ ଉତ୍ତର କଲା, ମୁଁ ଆପଣଙ୍କର ଦାସୀ ଋତ। ଏଣୁ ଆପଣଙ୍କ ପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି। ସେ କହିଲା, ଆଗ ମୋହର କନ୍ୟା, ତୁମେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାର୍ଥୀ ହୁଅ। ଯେହେତୁ ତୁମେ ଧନବାନ କି ଦରିଦ୍ର କୌଣସି ଯୁବା ପୁରୁଷର ଅନୁଗାମିନୀ ନ ହୋଇ ପ୍ରଥମ ଅପେକ୍ଷା ଶେଷରେ ଅଧିକ ସାଧୁତା ଦେଖାଇଅଛ। ଏଣୁ ଆଗେ ମୋହର କନ୍ୟା, ଭୟ କର ନାହିଁ। ତୁମ୍ଭେ ଯାହା କହିଲ ମୁଁ ତୁମ୍ଭ ପାଇଁ ସେ ସମସ୍ତ କରିବି। ଯେହେତୁ ତୁମ୍ଭେ ଯେ ସାଧ୍ୱୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ। ମାତ୍ର ମୋଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି। ଏଇ ରାତ୍ରି ଥାଅ, ପ୍ରାତଃକାଳରେ ସେ ଯେବେ ତୁମକୁ ମୁକ୍ତ କରେ, ତେବେ ଭଲ। ସେ ମୁକ୍ତ କରୁ, ମାତ୍ର ଯେବେ ସେ ତୁମକୁ ମୁକ୍ତ ନ କରେ, ତେବେ ଜୀବତ ସଦାପ୍ରଭୁଙ୍କ ନାମରେ ସତ୍ୟ କରି କହୁଅଛି ଯେ ମୁଁ ତୁମକୁ ମୁକ୍ତ କରିବି। ତୁମେ ପ୍ରାତଃକାଳ ପର୍ଯ୍ୟନ୍ତ ଶୟନ କର। ତହିଁରେ ଋତ ପ୍ରାତଃକାଳ ଯାଏ ତାହାର ପାଦ ନିକଟରେ ଶୋଇ ରହିଲା। ପୁଣି କେହି କାହାକୁ ଚିହ୍ନି ପାରିବା ସମୟ ପୂର୍ବେ ସେ ଉଠିଲା, କାରଣ ବୋୟଜ କହିଲା, ଖଳାକୁ ଯେ ସ୍ତ୍ରୀ ଆସିଥିଲା ଏହା ଜଣା ନ ଯାଉ। ସେ ଆହୁରି କହିଲା, ତୁମର ଆବରଣୀୟ ବସ୍ତ୍ର ବିଛାଇ ଧର। ତହିଁରେ ଋତ ତାହା ବିଛାଇ ଧରନ୍ତେ ସେ 6 ପାତ୍ର ଯବ ମାପି ତାହାର ମସ୍ତକରେ ଦେଇ ନଗରକୁ ଚାଲିଗଲା। ତ ଋତ ଆପଣା ଶାଶୁ ନିକଟକୁ ଆସନ୍ତେ ସେ କହିଲା, ଆଗ ଆମ୍ଭର କନ୍ୟା, କଣ ହେଲା? ତହିଁରେ ସେ ଆପଣା ପ୍ରତି ସେହି ପୁରୁଷର କୃତ ସମସ୍ତ କର୍ମ ତାହାକୁ ଜ୍ଞାତ କରାଇଲା। ପୁଣି ଆହୁରି କହିଲା, ଶାଶୁ ନିକଟରୁ ରିକ୍ତ ହସ୍ତରେ ନ ଯାଅ ବୋଲି କହି ସେ ମୋତେ ଏଇ 6 ପାତ୍ର ଯବ ଦେଇଅଛନ୍ତି। ତେଣୁ ତାହାର ଶାଶୁ ତାହାକୁ କହିଲା, ଆଗ ଆମ୍ଭର କନ୍ୟା, ଏ ବିଷୟ କଣ ହେବ, ଏହା ତୁମକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ, କାରଣ ସେ ମନୁଷ୍ୟ ଆଜି ଏ କର୍ମ ସାଙ୍ଗ ନ କରି ବିଶ୍ରାମ କରିବ ନାହିଁ। ଋତ 4 ପର୍ବ। ଏଥି ଉତ୍ତାରୁ ବୋୟଜ ନଗର ଦ୍ୱାରକୁ ଯାଇ ସେଠାରେ ବସିଲା। ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା ସେ ସେଠାକୁ ଆସନ୍ତେ ବୋୟଜ ତାହାକୁ ଡାକି କହିଲା, ହେ ବନ୍ଧୁ, ଏଠିକି ଆସି ବସ। ଏଣୁ ସେ ଆସି ସେଠାରେ ବସିଲା। ତହୁଁ ସେ ନଗରସ୍ଥ 10 ଜଣ ପ୍ରାଚୀନଙ୍କୁ ନେଇ କହିଲା, ତୁମେମାନେ ଏଠାରେ ବସ। ତେଣୁ ସେମାନେ ବସିଲେ। ଏଥିରେ ବୋୟଜ ସେହି ମୁକ୍ତିକର୍ତ୍ତା ଜ୍ଞାତିକି କହିଲା, ଆମ୍ଭମାନଙ୍କ ଭ୍ରାତା ଏଲିମେଲକର ଯେଉଁ ଭୂମିଖଣ୍ଡ ଥିଲା, ତାହା ମୋୟାବ ଦେଶରୁ ବାହୁଡ଼ି ଆସିଥିବା ନୟମୀ ବିକ୍ରୟ କରୁଅଛି। ଏଣୁ ମୁଁ ତୁମ୍ଭକୁ ଏହା ଜଣାଇବାକୁ ମନସ୍ଥ କଲି। ତୁମ୍ଭେ ନଗର ଦ୍ୱାରରେ ଉପବିଷ୍ଟ ଲୋକମାନଙ୍କ ସାକ୍ଷାତରେ ଓ ଆମ୍ଭବଂଶୀୟ ପ୍ରାଚୀନଗଣର ସାକ୍ଷାତରେ ତାହା କ୍ରୟ କର। ଯେବେ ତୁମେ ମୁକ୍ତ କରିବ, ତେବେ କର। ମାତ୍ର ଯେବେ ନ କରିବ, ତେବେ ମୋତେ ଜଣାଅ। ମୁଁ ଜାଣିବାକୁ ଚାହେଁ। ଯେହେତୁ ତୁମ୍ଭେ ମୁକ୍ତ କଲେ ଆଉ କେହି କରି ନ ପାରେ, ମାତ୍ର ମୁଁ ତୁମ୍ଭ ଉତ୍ତାରେ ଅଛି। ତହିଁରେ ସେ କହିଲା, ମୁଁ ତାହା ମୁକ୍ତ କରିବି। ତେବେ ବୋୟଜ କହିଲା, ତୁମ୍ଭେ ଯେଉଁଦିନ ନୟମୀର ହସ୍ତରୁ ସେହି କ୍ଷେତ୍ର କିଣିବ, ସେହିଦିନ ମୃତଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ନିମନ୍ତେ ତାହାର ଭାର୍ଯ୍ୟା ମୋୟାବ ଦେଶିଆ ଋତଠାରୁ ହିଁ ତାହା କିଣିବାକୁ ହେବ। ଏଥିରେ ସେହି ମୁକ୍ତିକର୍ତ୍ତା ଜ୍ଞାତି କହିଲା, ମୁଁ ଆପଣା ନିମନ୍ତେ ତାହା ମୁକ୍ତ କରି ନ ପାରେ। ତାହା କଲେ ମୋହର ନିଜ ଅଧିକାରର କ୍ଷତି ହେବ।
ତୁମେ ମୋହର ମୁକ୍ତି କରିବା କ୍ଷମତା ନିଅ, କାରଣ ମୁଁ ମୁକ୍ତ କରି ନ ପାରେ। ମୁକ୍ତି ଓ ପାଲଟ ବିଷୟକ ସବୁ ବିଷୟ କଥା ସ୍ଥିର କରିବା ପାଇଁ ପୂର୍ବ କାଳରେ ଇସ୍ରାଏଲ ବଂଶର ଏହି ରୂପ ରୀତି ଥିଲା ଯେ ଜଣେ ଆପଣା ପାଦୁକା କାଢ଼ି ଆନ ଜଣଙ୍କୁ ଦେଲା, ଆଉ ସେ ଏହା ଇସ୍ରାଏଲ ମଧ୍ୟରେ ସାକ୍ଷ୍ୟ ସ୍ୱରୂପ ହେଲା। ଏଣୁ ସେ ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟଜକୁ କହିଲା, ତୁମେ ଆପେ ତାହା କିଣ, ସେତେବେଳେ ସେ ଆପଣା ପାଦୁକା କାଢ଼ି ଦେଲା। ତେଣୁ ବୋୟଜ ପ୍ରାଚୀନ ଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, ଏଲିମେଲକର ଯାହା ଯାହା ଥିଲା ଓ କିଲିଅନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ଆଜି ନୟମିଠାରୁ କ୍ରୟ କଲି। ଏ ବିଷୟରେ ତୁମେମାନେ ଆଜି ମୋର ସାକ୍ଷୀ ହେଲ। ଆହୁରି ଆପଣା ଭାତୃଗଣ ମଧ୍ୟରୁ ଓ ଆପଣା ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନ ହୋଇବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ଭାର୍ଯ୍ୟା ମୋୟାବ ଦେଶିଆ ରୁତକୁ ଆପଣା ଭାର୍ଯ୍ୟା ରୂପେ ଲାଭ କଲି। ଆଜି ତୁମେମାନେ ଏ ବିଷୟରେ ସାକ୍ଷୀ ହେଲ। ତହିଁରେ ନଗର ଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, ଆମ୍ଭେମାନେ ସାକ୍ଷୀ ହେଲୁ। ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧକାରିଣୀ ରାହେଲ ଓ ଲେୟା ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀ କି କରନ୍ତୁ। ଆଉ ତୁମ୍ଭେ ଏଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବୈଥଲେହେମରେ ତୁମର ସୁଖ୍ୟାତି ହେଉ। ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମକୁ ଯେଉଁ ସନ୍ତାନ ଦେବେ, ତାହାଦ୍ୱାରା ତୁମର ବଂଶ ତାମର ଗର୍ଭରେ ଜିହୁଦାର ଜନିତ ପେରସର ବଂଶତୁଲ୍ୟ ହେଉ। ଏ ରୂପେ ବୋୟଜ ରୁତକୁ ବିବାହ କରନ୍ତେ ସେ ତାହାର ଭାର୍ଯ୍ୟା ହେଲା। ପୁଣି ତାହାର ସହବାସ କରନ୍ତେ ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା। ଏଣୁ ସ୍ତ୍ରୀମାନେ ନୟମିକି କହିଲେ, ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରିନାହାନ୍ତି। ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ। ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭର ବୃଦ୍ଧାବସ୍ଥାରେ ତୁମର ପ୍ରତିପାଳକ ହେବ। ଯେହେତୁ ଯେ ତୁମକୁ ପ୍ରେମ କରେ ଓ 7 ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମା ଯେ ତୁମର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି। ସେତେବେଳେ ନୟମି ବାଳକକୁ ଘେନି ଆପଣା କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା। ଏ ଉତ୍ତାରୁ ନୟମିର ଏକ ପୁତ୍ର ଜନ୍ମିଅଛି। ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ। ସେମାନେ ତାହାର ନାମ ଓବେଦ ସେବକ ରଖିଲେ। ସେ ଦାଉଦର ପିତାମହ ଯିସିର ପିତା। ପେରସର ବଂଶାବଳୀ ଏହି। ପେରସର ପୁତ୍ର ହିସ୍ରୋନ, ହିସ୍ରୋନର ପୁତ୍ର ଅରାମ ଓ ଅରାମର ପୁତ୍ର ଅମିନାଦବ ଓ ଅମିନାଦବର ପୁତ୍ର ନହଶୋନ ଓ ନହଶୋନର ପୁତ୍ର ସଲୋମୋନ ଓ ସଲୋମୋନର ପୁତ୍ର ବୋୟଜ ଓ ବୋୟଜର ପୁତ୍ର ଓବେଦ ଓ ଓବେଦର ପୁତ୍ର ଯିସି ଓ ଯିସିର ପୁତ୍ର ଦାଉଦ। Good morning and praise the Lord. ଆଜି ବାଇବଲ ପଠନ ଦିନ ସଂଖ୍ୟା 51 ବୁଧବାର। ଆଜି ଆମେ ରୁତ୍ ପୁସ୍ତକ 1 ପର୍ବ ଠାରୁ 4 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଅର୍ଥାତ୍ ସମ୍ପୂର୍ଣ୍ଣ ରୁତ୍ ପୁସ୍ତକକୁ ଆଜି ଆମେ ପାଠ କରିଅଛୁ। ଆସନ୍ତୁ ରୁତ୍ ପୁସ୍ତକର କାହାଣୀକୁ ସାରାଂଶ ଭାବରେ ଚିନ୍ତା କରିବା। ରୁତ୍ ପୁସ୍ତକ ନିରାଶା ସମୟରେ ଅଙ୍କୁରିତ ହୋଇଥିବା ଗୋଟିଏ ଆଶାର କାହାଣୀକୁ ବ୍ୟକ୍ତ କରେ। ମିଖାଙ୍କ ଖୋଦିତ ପ୍ରତିମାର ଘଟଣା ଓ ଜଣେ ଲେବୀୟର ଉପପତ୍ନୀର ଘଟଣା ବ୍ୟାଖ୍ୟା କରିବା ଭଳି ଅତ୍ୟନ୍ତ ବିଷାଦପୂର୍ଣ୍ଣ ଓ ନୈରାଶ୍ୟଜନକ ପରିସ୍ଥିତି ନୟମୀ ପରିବାର ପାଇଁ ମୋୟାବ ଭଳି ଗୋଟିଏ ବିଦେଶକୁ ଯାତ୍ରା କରି ଶରଣ ନେବା ମଧ୍ୟ ଏକ ନୈରାଶ୍ୟଜନକ ପରିସ୍ଥିତିରୁ ଆରମ୍ଭ ହୋଇଥିଲା। କିନ୍ତୁ ରୁତ୍ ସହିତ ପ୍ରତିଜ୍ଞାତ ଦେଶକୁ ଫେରି ଆସିବା ଥିଲା ଆଶା ଓ ଭରସାର ଆରମ୍ଭ। ଏଠାରେ ରାଜାଙ୍କ ଆଗମନ ହେଲା ଓ ସେ ଥିଲେ ରାଜା ଦାଉଦ। ବିଚାରକର୍ତ୍ତାମାନଙ୍କ ସମୟ ଦାଉଦ ରାଜାଙ୍କ ନିକଟକୁ କଢ଼ାଇ ନେଉଅଛି ଓ ବିଚାରକର୍ତ୍ତାମାନଙ୍କ ଅନ୍ଧକାରମୟ ସମୟରେ କେବଳ ରାଜା ଦାଉଦ ପରିଲକ୍ଷିତ ହେବା ଉଚିତ। ଏହିପରି ଭାବରେ ରୁତ୍ ପୁସ୍ତକକୁ ଦାଉଦ ରାଜାଙ୍କ ନିକଟକୁ କଢ଼ାଇ ନେବା ଏକ ପୁସ୍ତକର ଦୃଷ୍ଟିକୋଣ ନେଇ ପାଠ କରାଯିବା ଉଚିତ, ଯାହାଙ୍କ ଆଗମନର ଅପେକ୍ଷା ଲୋକମାନେ ଆତୁରତାର ସହିତ କରିଥିଲେ। ସନ୍ତାନହୀନ ହୋଇ ମୃତ୍ୟୁବରଣ କରିଥିବା ଭାଇର ସ୍ତ୍ରୀକୁ ବିବାହ କରିବା ଏହି ସମୟରେ ସ୍ତ୍ରୀମାନଙ୍କ ନିମନ୍ତେ ଏକ ସାମାଜିକ ସୁରକ୍ଷାର ବ୍ୟବସ୍ଥା ଥିଲା। ରୁତ୍ ଜଣେ ବିଦେଶୀ ସ୍ତ୍ରୀ। ତାଙ୍କ
ଶାଶୁ ନୟମୀଙ୍କ ସହିତ ମୋଆବ ଦେଶରୁ ଫେରି ତାଙ୍କ ମୃତ ସ୍ୱାମୀଙ୍କ ସମ୍ପର୍କୀୟ ବୟଜଙ୍କ ସହିତ ବିବାହ କଲେ। ଅବେଦ ବୟଜ ଓ ରୁତଙ୍କ ଠାରୁ ଜାତ ହେଲେ। ଅବେଦ ଯିଶିଙ୍କୁ ଜନ୍ମ ଦେଲେ। ଯିଶି ଦାଉଦଙ୍କୁ ଜନ୍ମ ଦେଲେ। ଏ ହେଉଛନ୍ତି ସେହି ରାଜା ଯାହାଙ୍କ ଅପେକ୍ଷା ବିଚାରକର୍ତ୍ତାମାନଙ୍କ ରାଜତ୍ୱର ଅନ୍ତିମ ସମୟରେ କରାଯାଇଥିଲା। ଏଣୁ ରୁତ୍ ପୁସ୍ତକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଅଛି ଦାଉଦଙ୍କ ବଂଶାବଳୀ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ବା ପୁସ୍ତକର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଜିର ପଠନରେ ପ୍ରଚୁର ଆଶୀର୍ବାଦ କରନ୍ତୁ।